ଘରେ ନାହିଁ ତେଲ କିମ୍ବା ପରିବା ତାହେଲେ ଏହି ରେସିପିଟିକୁ ତିଆରି କରନ୍ତୁ। ରୁଟି, ଭାତ, ପୁରୀ ସବୁଥିରେ ମଜା ଆସିଯିବ। ଚାଲନ୍ତୁ ଆଜିର ଏହି ରେସିପିଟି ଷ୍ଟାର୍ଟ କରିବା। ଦେଖନ୍ତୁ ପ୍ରଥମେ 2ଟି ବଡ଼ ଆଲୁକୁ ଧୋଇ ଚୋପା ଛଡ଼େଇ ନେବା। ଏବେ ଦେଖନ୍ତୁ ଏହିପରି କାଟି ନେବା ଆଲୁକୁ ଆମେ ଏହିପରି ଛୋଟ ଛୋଟ କାଟି ନେବା। ଦେଖନ୍ତୁ ଏହିପରି ଛୋଟ ଛୋଟ କାଟି ନେଲେ ଆମେ ଯେତେବେଳେ ଆଳୁକୁ ସିଝେଇ ଥାଉ ଏହା ଖୁବ୍ କମ୍ ସମୟରେ ସିଝି ଯାଇଥାଏ। ତ ଏହିପରି ଛୋଟ ଛୋଟ କାଟି ନେବି ଆଲୁକୁ। ମୁଁ ଏଠି 1.5ଟା ଖଣ୍ଡ ଆଲୁ ୟୁଜ୍ କରିବି, ଯେହେତୁ କି ଏହି ଆଲୁ ବଡ଼ ଅଛି। ଆପଣମାନେ ଯଦି ମିଡ଼ିୟମ୍ ସାଇଜ୍ର ଆଲୁ ନେଉଛନ୍ତି ତାହେଲେ 2ଟା ବ୍ୟବହାର କରିପାରିବେ। ଦେଖନ୍ତୁ ସବୁତକ କାଟି ନେଇଛି ଆଲୁ। ଏବେ ଆମେ କଢ଼େଇ ଗରମ କରି ସେଥିରେ ଦେବା ଗୋଟେ ବଡ଼ ଗିନା ପାଣି। ଏବେ ଆମେ ଆଲୁକୁ ସିଝେଇବା ପାଇଁ ଏଇଟା ପାଣି ଦେବା। ପାଣି ଦେଇ ସାରିଲା ପରେ ପାଣିକୁ ହାଲକା ଉଷୁମ ହେବା ପାଇଁ ଛାଡ଼ିଦେବା। ତା ମଝିରେ ଦେବା 1 ଚାମଚ ଲୁଣ, 1 ଛୋଟ ଚାମଚ ହଳଦୀ ଦେବା। ଲୁଣ ଆଉ ହଳଦୀ ଏହି ସମୟରେ ଦେଲେ ଆଲୁରେ ଭଲ ଭାବରେ ଲୁଣ ପଶିଯାଏ ଏବଂ କଲର୍ ମଧ୍ୟ ଚଢ଼ିଯାଏ। ଏବେ ହାଲକା ମିକ୍ସ କରିଦେବା। ମିକ୍ସ କରି ସାରିଲା ପରେ ଦେଇଦେବା ଆଲୁ ଗୁଡ଼ିକୁ। ଏହି ଉପାୟରେ ତିଆରି କଲେ ଆମର ଏହି ତରକାରୀଟା ଖୁବ୍ ଟେଷ୍ଟି ହେଇଥାଏ। ଦେଖନ୍ତୁ ସବୁତକ ଭଲ ଭାବରେ ମିକ୍ସ କରିଦେବା। ମିକ୍ସ କରି ସାରିଲା ପରେ ଏବେ ଆମେ ଏହାକୁ ସିଝିବା ପାଇଁ ଛାଡ଼ିଦେବା କିଛି ସମୟ ମିଡ଼ିୟମ୍ ଫ୍ଲେମ୍ରେ। ଆଜିର ଏହି ରେସିପିଟି କେମିତି ଲାଗୁଛି ଦର୍ଶକ ବନ୍ଧୁମାନେ କମେଣ୍ଟରେ ନିଶ୍ଚୟ ଜଣାଇବେ। ତ କିଛି ସମୟ ଗଲା ପରେ ଏବେ ଆମେ ଢାଙ୍କୁଣୀ ଖୋଲି ଚେକ୍ କରିନେବା। ତ ଚେକ୍ କରିନେବା କେତେ ସିଝିଛି, ପୁରା ସିଝିଛି ନା ନାହିଁ। ତ ଦେଖନ୍ତୁ ଏବେ ଆମେ ଚେକ୍ କରିନେବା ଆଲୁ ଗୁଡ଼ିକୁ। ତ ପ୍ରଥମେ କିଛି ଆଲୁ ନେଇ ଏହିପରି ଚାମଚ ସାହାଯ୍ୟରେ ପ୍ରେସ୍ କରିନେବା। ଦେଖନ୍ତୁ ଭଲ ଭାବରେ ସିଝିନି, ଏହା ଭଲ ଭାବରେ ସିଝିନି। ଏହାକୁ ଆମେ ଆହୁରି ଭଲ ଭାବରେ ସିଝେଇବା। ଆପଣମାନେ ଏହି ଭିଡ଼ିଓକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣାଇବେ। ମୁଁ ଧନ୍ୟବାଦ ଜଣାଇବି ଆପଣମାନଙ୍କୁ। ଦେଖନ୍ତୁ ପୁଣି 2-3 ମିନିଟ୍ ଫୁଟିଗଲା ପରେ ଏବେ ଆମେ ଆଲୁକୁ ଚେକ୍ କରିନେବା। ଆଲୁ ଆମର ଏବେ ଦେଖନ୍ତୁ ସିଝି ଯାଇଛି। ଏହା କେମିତି ଚେକ୍ କରିବେ ପୁରା ଭଲ ଭାବରେ ସିଝିଛି କି ନାହିଁ ଚାଲନ୍ତୁ ଦେଖିବା। ଏଠି ଦେଖନ୍ତୁ ଚାମଚ ପ୍ରେସ୍ କରିଲା ମାତ୍ରେ ଏହା ପୁରା ମ୍ୟାଶ୍ ହେଇଯାଉଛି। ଏହିପରି ଆଲୁ ହେଇଥିବା ଦରକାର, ନହେଲେ ଆଉ ଟିକେ ସମୟ ଆପଣମାନେ ସିଝେଇ ପାରିବେ। ତ ଗ୍ୟାସ୍ ବନ୍ଦ କରି ଆମେ ଆଉ ଗୋଟେ କଢ଼େଇ ବସାଇ ନେବା, ନହେଲେ ସେମ୍ କଢ଼େଇରେ ମଧ୍ୟ ସେଟାକୁ କାଢ଼ି କରିପାରିବେ। ଯେହେତୁ ଆମେ ବିନା ତେଲରେ ତିଆରି କରିବା, କଢ଼େଇ ଗରମ ହେଲା ପରେ 1 ଛୋଟ ଚାମଚ ସୋରିଷ, ଅଧା ଛୋଟ ଚାମଚ ଜିରା ସୋରିଷ ଭଲ ଫ୍ଲେଭର୍ ଆସିବା ପାଇଁ 2ଟା ମିକ୍ସ କରି ଦେବା। ଆଉ ଦେଖନ୍ତୁ ଏଥିରେ ହାଲୁକା ଫୁଟିବା ପାଇଁ ଲାଗିଛି ସୋରିଷ ଏବଂ ଜିରା। ଆ ଦେହରେ ଦେବା 1 ଶୁଖିଲା ଲଙ୍କା। ଆପଣ ଅଧିକ ମଧ୍ୟ ଲଙ୍କା ବ୍ୟବହାର କରିପାରିବେ। ଏଠି ଏହାକୁ ଚଲେଇ ନେବା ଯେଉଁଥିରେ କି ସବୁତକ ଜିରା ସୋରିଷ ଫୁଟି ଯିବ ଭଲ ଭାବରେ। ଦେଖନ୍ତୁ 1 ମିଡ଼ିୟମ୍ ସାଇଜ୍ର ପିଆଜକୁ ଛୋଟ ଛୋଟ କାଟି ଏଥିରେ ଦେଇଦେବା। ଆଉ ଯେହେତୁ ଆମେ ବିନା ତେଲରେ ଆଜି ତରକାରୀ ତିଆରି କରୁଛୁ, ସେଥିପାଇଁ ଆମେ ଏହାକୁ କମ୍ ଆଞ୍ଚରେ ଭାଜି ନେବା, ଯେଉଁଥିରେ କି କଲର୍ ଚେଞ୍ଜ ହେବା ଯାଏ ଭାଜିବା। ତା ମଝିରେ ଦେବା ଆମେ 1 ଛୋଟ ଚାମଚ ଲୁଣ, ଯେଉଁଥିରେ କି ପିଆଜର ପାଣି ବାହାରିଯିବ ଏବଂ ଭଲ ଭାବରେ ଭାଜି ହେଇଯିବ। ଆମେ ଯେହେତୁ ବିନା ତେଲରେ ଭାଜିବା, ଏହା ପୁରା ଗୋଲ୍ଡେନ୍ ବ୍ରାଉନ୍ ହେବ ନାହିଁ, ଏହିପରି ଟେକ୍ସଚର୍ ରହିବ ଏହାର। ତ ଚାଲନ୍ତୁ ଆଉ ଟିକେ ସମୟ ଭାଜି ନେବା ଏହାକୁ, ଯେଉଁଥିରେ କି ଆଉ ଟିକେ ଭାଜି ହେଇଯିବ। ପିଆଜ ଭଲ ଭାବରେ ଭାଜି ହେଲା ପରେ କିଛି ଦେଇଦେବା ଭୃଷଙ୍ଗ ପତ୍ର। ଏବେ ଦେଇଦେବା ଆମେ 1 ଲଙ୍କା, କଞ୍ଚା ଲଙ୍କା। ଏଇଟା ପିଲାମାନଙ୍କ ପାଇଁ ତିଆରି କରୁଛି, ସେଥିପାଇଁ ମୁଁ କମ୍ ରାଗ ୟୁଜ୍ କରୁଛି। ଆପଣମାନେ ଚାହିଁଲେ ଏହି ରେସିପିରେ ରାଗ ଅଧିକା କରିପାରିବେ। ଏହି ସମୟରେ କଞ୍ଚା ଲଙ୍କା ବେଶୀ ପରିମାଣରେ ଦେଇପାରିବେ। 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋକୁ କାଟି ଏଥିରେ ଦେଇଦେବା। ଯେତେବେଳେ ସବୁତକ ଭାଜି ହେଇଯିବ ଆଉ ଲଙ୍କାକୁ ଭାଜିବା ପାଇଁ ପଡ଼ିବନି। ଦେଖନ୍ତୁ ସବୁତକ ଭଲ ଭାବରେ ମିକ୍ସ କରିଦେବେ। ଏହିପରି ଭଲ ଭାବରେ ଆଞ୍ଚ ଆମେ କମ୍ ରଖିଥିବା। ଏହି ସମୟରେ ଦେଖନ୍ତୁ 1 ଚାମଚ ଦେଇଦେବା ତରକାରୀ ମସଲା ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇଦେବା 1 ଚାମଚ, ଜିରା ଧନିଆ ଗୁଣ୍ଡ ଦେଇଦେବା 1 ଚାମଚ। ଜିରା ଧନିଆ ଗୁଣ୍ଡ ଯୋଗୁଁ ଏହା ଆହୁରି ସ୍ୱାଦିଷ୍ଟ ତିଆରି ହେଇଥାଏ। ତରକାରୀ ମସଲା ମଧ୍ୟ ସବୁତକ ଭଲ ଭାବରେ ମିକ୍ସ କରିଦେବା। ଯେହେତୁ ଆମେ ବିନା ତେଲ ୟୁଜ୍ରେ ଆମେ ତିଆରି କରୁଛୁ, ଏଥିପାଇଁ ଆମେ 2-3 ଚାମଚ ପାଣି ଦେଇ ଏହାକୁ ଢାଙ୍କିଦେବା, ଯେଉଁଥିରେ କି ଆମର ମସଲା ଭଲ ଭାବରେ ସିଝିଯିବ ଏବଂ ତରକାରୀର ଟେଷ୍ଟ ଆହୁରି ବଢ଼ିଯିବ। ଦେଖନ୍ତୁ 2-3 ମିନିଟ୍ ଭଲ ଭାବରେ ସିଝିଗଲା ପରେ ଏବେ ଢାଙ୍କୁଣୀ ଖୋଲି ଦେଖିବା। ଦେଖନ୍ତୁ ସବୁ ପାଣିତକ ଶୁଖିଯାଇଛି। ଏବେ ଆମେ ଆଉ 1-2 ଚାମଚ ପାଣି ଦେଇ ଏହି ସବୁ ଟମାଟୋ ପିଆଜକୁ ଏହିପରି ମ୍ୟାଶ୍ କରିନେବା।
ଆପଣ ଏହି ସମୟରେ ଚାହିଁଲେ ଲଙ୍କାକୁ ମଧ୍ୟ ମ୍ୟାଶ୍ କରିପାରିବେ, ଯେଉଁଥିରେ କି ଏହାର ଫ୍ଲେଭର୍ ଆହୁରି ବଢ଼ିଥାଏ। କିନ୍ତୁ ଛୋଟ ଛୁଆମାନଙ୍କ ପାଇଁ ତିଆରି କରୁଛନ୍ତି ତ ଲଙ୍କାକୁ ମ୍ୟାଶ୍ କରିବେନି। ଦେଖନ୍ତୁ ଭଲ ଭାବରେ ମ୍ୟାଶ୍ କରିସାରିଲା ପରେ ଏବେ ଆମେ ଆଳୁ ଗୁଡ଼ିକୁ ଦେଇଦେବା। ସବୁତକ ଆଳୁ ଦେଇସାରିଲା ପରେ ଏବେ ଆମେ ଭଲ ଭାବରେ ମିକ୍ସ କରିଦେବା। ଏହି ସମୟରେ ଆଉ ଲୁଣ ଦେବା ପାଇଁ ପଡ଼ିବନି। ଯଦି ଆପଣମାନଙ୍କୁ କମ୍ ଲୁଣ ଲାଗୁଛି ତାହେଲେ ଦେଇପାରିବେ। ଦେଖନ୍ତୁ ଆଳୁକୁ ଏହିପରି ମ୍ୟାଶ୍ କରିଦେବା। କିଛି ଆଳୁକୁ ଏହିପରି ମ୍ୟାଶ୍ କଲେ ଯେଉଁ ଆମେ ଝୋଳ ତିଆରି କରିଥିବା ସେଇ ଝୋଳ ଟିକେ ବହଳିଆ ହେଇଯିବ। ସେଥିପାଇଁ ଆମେ ଏହି ସମୟରେ ଆଳୁକୁ ହାଲୁକା ପ୍ରେସ୍ କରିଦେବା, ଯେଉଁଥିରେ କି ଆମର ତରକାରୀର ଟେକ୍ସଚର୍ ବହୁତ ଭଲ ଆସିଯିବ। ଦେଖନ୍ତୁ ମ୍ୟାଶ୍ କରିସାରିଲା ପରେ ଆମେ ଯେଉଁ ଆଳୁ ସିଝା ପାଣି ରଖିଥିଲା ସେଇ ପାଣିକୁ ଏଥିରେ ବ୍ୟବହାର କରିବା, ଯେଉଁଥିରେ କି ଆମେ ଏଥିରେ ନେକ୍ସଟ ଟାଇମ୍ ହଳଦୀ କିମ୍ବା ଲୁଣ ୟୁଜ୍ କରିନାହୁଁ। ସେଥିପାଇଁ ଆମେ ଏହି ଆଳୁ ସିଝା ପାଣିକୁ ଏଥିରେ ବ୍ୟବହାର କରିବା, ଯେଉଁଥିରେ କି ଆମକୁ ଲୁଣ କିମ୍ବା ହଳଦୀ ନେକ୍ସଟ ଟାଇମ୍ ଦେବା ପାଇଁ ପଡ଼ିବନି। ଆଉ ଦେଖନ୍ତୁ ଏବେ ଅଧ ଚାମଚ ଦେଇଦେବା ଗରମ ମସଲା ଗୁଣ୍ଡ ଆଉ ଭଲ ଭାବରେ ମିକ୍ସ କରିଦେବା। ଭଲ ଭାବରେ ମିକ୍ସ କରି ସାରିଲା ପରେ ଏବେ ଆମେ କିଛି ସମୟ ଏହାକୁ ଫୁଟିବା ପାଇଁ ଛାଡ଼ିଦେବା। ଏବେ ଆମେ ଏହାକୁ 2ରୁ 3 ମିନିଟ୍ ଯାଏଁ ମିଡ଼ିୟମ୍ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା, ଯେଉଁଥିରେ କି ସବୁତକ ମସଲା ଆଣ୍ଡ ଫ୍ଲେଭର୍ ଆଳୁରେ ମିଶିଯିବ। ଦେଖନ୍ତୁ କିଛି ସମୟ ପରେ ଏବେ ଆମେ ଚଲେଇ ନେବା ଭଲ ଭାବରେ। ଦେଖନ୍ତୁ ଭଲ ଭାବରେ ଯଦି ଟିକେ ପାଣିଆ ରହୁଛି ତ ଏହିପରି ଆଉ ଥରେ ମଧ୍ୟ ଆଳୁକୁ ମ୍ୟାଶ୍ କରିପାରିବେ। ତିଆରି ହେଇଯାଇଛି ଆମର ବିନା ପରିବା ବିନା ତେଲରେ ତିଆରି ଆଳୁ ଟମାଟୋର ଏହି ଝୋଲବାଲା ତରକାରୀ। ପିଲାମାନଙ୍କୁ ଏହି ତରକାରୀ କରିଦିଅନ୍ତୁ, ବହୁତ ଖୁସ ହେଇଯିବେ ଏବଂ ସ୍ୱାଦରେ ଏହା ବିଲକୁଲ ବି ଅଲଗା ହେଇନଥାଏ। ଯେମିତିକି ଆମେ ତେଲ ବ୍ୟବହାର କରି ତିଆରି କରିଥାଉ ସେ ଗୁଣରେ ଅଧିକ ଟେଷ୍ଟି ହେଇଥାଏ ଏହି ରେସିପି। ପିଲାରୁ ବଡ଼ ସମସ୍ତଙ୍କୁ ଏହି ରେସିପି ପସନ୍ଦ ଆସିବ। ଆପଣମାନଙ୍କୁ କେମିତି ଲାଗିଲା ଏହି ରେସିପି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ସବସ୍କ୍ରାଇବ୍ କରିଦେବେ ଚ୍ୟାନେଲକୁ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ବେଲ୍ ଆଇକନ୍ ପ୍ରେସ୍ କରିଦେଇଥିବେ, ଯେଉଁଥିରେ କି ଆପଣମାନେ ସର୍ବପ୍ରଥମେ ଆମର ଭିଡ଼ିଓର ନୋଟିଫିକେସନ୍ ପାଇ ଦେଖିପାରିବେ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବା ଏହିପରି ଗୋଟେ ନୂଆ ଭିଡ଼ିଓରେ।